କଳିଯୁଗ ଶେଷ ହଉନି ତ? ଆମ ଓଡ଼ିଶାବାସୀ କାହିଁ ସେ ବାଂଲାଦେଶୀ ମାନଙ୍କ ଭଳି କାମ କରୁଛନ୍ତି? ତ ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ। ମୁଁ ଜାନକୀ ଆଉ ମୁଁ ଗୋଟେ କିନ୍ନର। ତ ଆମେ ଆଜି କଥା ହେବା ରାୟଗଡ଼ାର, ଯାହାକି ଏବେ ଭାଇରାଲ ଚାଲିଛି। ରାୟଗଡ଼ାରେ ଯୋଉ ନ୍ୟୁଜ ଚାଲିଛି, ମାନେ ଝିଅ ପୁଅ ଆସିଥିଲେ ଦିଲ୍ଲୀରୁ, ଆଉ ସେମାନଙ୍କୁ ପୁରା ଗାଁ ଯେତିକି ମତେ ଗାଁ ଲୋକ ମାନେ ହେଇଥିବ ଆଇ ଥିଙ୍କ 500 800 500 ଏମିତି ଲୋକ ଆଇ ଥିଙ୍କ ଯାହାକି ନ୍ୟୁଜରେ ଦେଖାଉଛନ୍ତି ଏବଂ ନ୍ୟୁଜରେ କହୁଛନ୍ତି, ସେଇ ଅନୁସାରେ ମୁଁ କହୁଛି। ବହୁତ ଲୋକ ଆସିକି ସେ ଝିଅକୁ ମରାପିଟା କରିକି ଡ୍ରେସ୍ ଫଟା ସବୁ ଫାଡ଼ି ଦେଲେ ଏବଂ ଆମ ଓଡ଼ିଶାବାସୀ ପୁରା ରାକ୍ଷସ ପାଲଟି ଗଲେଣି। ମାନେ କାହିଁ ଏମିତି ହଉଛନ୍ତି ଆମ ଓଡ଼ିଶାବାସୀ? ମାନେ ନିଜ ଗୋଡ଼କୁ ନିଜେ ହିଁ ସେମାନେ କୁରାଢ଼ୀରେ ମାରୁଛନ୍ତି, ସେମିତି ଟାଇପର ହେଇଯାଉଛି। ଆରେ ସେ ଝିଅ ଆକ୍ଚୁଆଲି ସେ ଦେଖଉଛି ମତେ ହିନ୍ଦୀ ଝିଅଟା, ତାଙ୍କ ନିଜର ପର୍ସନାଲି କାମ ପାଇଁ ସେମାନେ ଆସିଛନ୍ତି, ସେ ଝିଅ ଆଉ ସେ ପୁଅଟା। ହେଲେ ନୂଆ ଜାଗାଟା, ସେମାନେ ରାସ୍ତା ଭଟକି ଗଲେ। ଗୁଗଲ ମ୍ୟାପରେ ସର୍ଚ୍ଚ କରୁଛନ୍ତି, ଯେତେ ମତେ ଗୁଗଲ ମ୍ୟାପରେ ସର୍ଚ୍ଚ କଲେ ମଧ୍ୟ ଆମକୁ ପୁରା କରେକ୍ଟ ଦିଶାରେ ନେଇଯିବ କି କହିଲ? ଆମେ ଟିକେ ନୂଆ ଜାଗାରେ ଟିକେ କନଫ୍ୟୁଜ ହବାର ହବ ଏକା, ସମସ୍ତଙ୍କୁ ସେମିତି କନଫ୍ୟୁଜ ହେଇ ହବ। ଆଉ ସେମାନେ ମଧ୍ୟ ସେମିତି କନଫ୍ୟୁଜ ହେଇକି ତାଙ୍କେ ଗାଁ ଭିତରେ ପଶିଗଲେ। ଯଦି ଗାଁ ଭିତରେ ପଶିଗଲେ ତାହେଲେ ଗାଁ ଲୋକ କଣ ସେ ପିଲାଚୋର ବୋଲିକି କିଏ ଏମିତି ଉଚ୍ଚାରଣ କଲା କିଏ ଜାଣେ? କାହିଁ କିଏ କଣ ଦେଖିଥିଲେ କି ସେମାନେ ପିଲା ଧରିକି ବୁଲୁଥିଲେ, ନା କାହା ପିଲାକୁ ସେମାନେ କଣ କହୁଥିଲେ? ନା, ପିଲାଚୋର ୟାକୁ ମାର ମାର ବୋଲି କହିବାରୁ ଇଆଡ଼େ ସିଆଡ଼େ କଣ କଥା ବାହାରିଥିବ ସେଠି। ଆଉ ଗାଁରେ କେତେଟା ହିରୋ ଦେଖେଇବାଟା ମାନେ ଅଛନ୍ତି ନା ୟାର କିଛିଟା ମଣିଷଙ୍କ ପାଇଁ ବୋଲି ଆମ ଓଡ଼ିଶା ବଦନାମ ହଉଛି। ଆମ ଓଡ଼ିଶା ମାନେ ଓଡ଼ିଶାରେ ଆସିଛନ୍ତି ସେମାନେ ନିଜର କର୍ମ ନିଜର କାମ ଧାମକୁ ନେଇକି, ସେମାନଙ୍କୁ ଯଦି ଏମିତି ମରାପିଟା କରିବ, ଡ୍ରେସ୍ ପଟା ଯଦି ଚିରାଚିରି କରିବ, ତାହେଲେ ଆମ ଓଡ଼ିଶା କେତେ ଆଗେଇ ଯିବ କହିଲ? ଏଇ କିଛି ଦିନ ପରେ ସୌମ୍ୟ କେସଟା, ତାକୁ ଗାଁ ବାସିନ୍ଦା ମାରିକି ପୁରା ମର୍ଡର କରିଦେଲେ। ଏବେ ସେ ଅବସ୍ଥା କଣ ହଉଛି କହିଲ? ଗାଁ ଲୋକ ଲୁଚି ଲୁଚି ବୁଲୁଛନ୍ତି। ଏବେ ଠିକ ରାୟଗଡ଼ାରେ ମଧ୍ୟ ସେମିତି ଲୁଚି ଲୁଚି ବୁଲୁଥିବେ, ଯାହା ମତେ ଡାଉଟ ଲାଗୁଛି। ମାନେ ଆମ ଓଡ଼ିଶାବାସୀରେ ମାନବିକତା ମାନେ ଆଉ ନାହିଁ। କୁଆଡ଼େ ଗଲା ଆମ ସେ ମାନେ ଗୋଟେ ମଣିଷ ଆସିଲା ତାକୁ ସମ୍ମାନ ଇଜ୍ଜତ ଦେବା, ସେ ସବୁ କାହିଁ ଆମ ଓଡ଼ିଶାବାସୀ ମାନେ ସେ ସବୁ ଭୁଲି ଗଲେଣି ନା କଣ? ଯଦି କୌଣସି ଯଦି କ୍ରାଇମ ଯଦି କରିଥିଲା ସେ ଝିଅଟା, ତାହେଲେ ତାକୁ ବାନ୍ଧିକି ହେଲେ ରଖିଥାନ୍ତା, ପୋଲିସକୁ କଲ୍ କରିଦେଇଥାନ୍ତା, ପୋଲିସ ଆସିକି ନେଇକି ତା କାମ କରିଥାନ୍ତା। ଆପଣ ମାନଙ୍କୁ କିଏ ଏମିତି ଅଧିକାର ଦେଲେ କହିଲ? ତାକୁ ମାରିବା, ତା ଡ୍ରେସ୍ ପଟା ଚିରିବା, ତାକୁ ଏମିତି ଅତ୍ୟାଚାର କରିବା ସେ ଝିଅକୁ। ଦେଖନ୍ତୁ ସାଙ୍ଗମାନେ, ମୁଁ ଗୋଟେ କିନ୍ନର, ଯେମିତି ସମସ୍ତଙ୍କର ଅନ୍ୟାୟ ଉପରେ କହିବାର ଅଧିକାର ଅଛି, ମୋର ମଧ୍ୟ ସେମିତି ହିଁ ଅଧିକାର ଅଛି। ଯୋଉଠି ଅନ୍ୟାୟ ହଉଛି ମାନେ ମୁଁ କହିବି, କାହିଁକିନା ମୁଁ ମଧ୍ୟ ଗୋଟେ କ୍ରିଏଟର, କାମ କରୁଛି ୟୁଟ୍ୟୁବରେ ଏବଂ ଫେସବୁକରେ। ସୋ ଯାହା ମଧ୍ୟ ହଉଛି ଠିକ ନାହିଁ ଏଇଟା। ଆମ ଓଡ଼ିଶାବାସୀ ଟିକେ ସୁଧୁରି ଯାଉ। ଏବେ ମଝିରେ ମଝିରେ ଲଗାତାର ଧରିକି ଯୋଉ ଭଳିଆ କେସ୍ ଯାକ ହଉଛି, ଆପଣମାନେ ସମସ୍ତେ ଜାଣିଛନ୍ତି, ଦେଖୁଛ, ତଥାପି ମାନେ ମୁଣ୍ଡକୁ ନଉନ। ସୁଧୁରି ଯାଅ ହେଲା, ନିଜ ଫ୍ୟାମିଲି ଚିନ୍ତା କର, ନିଜ ଘର ଦ୍ୱାର କେମିତି ଭଲ ରହିବ ସେଇ ଚିନ୍ତା କର। କିଏ କଣ କଲା କିଏ କଣ ନାହିଁ, କାହିଁ ସେ ଭିତରେ ମୁଣ୍ଡ ଖେଳଉଛ କହିଲ? କିଛିଟା ଖରାପ ପିଲା ପାଇ ବୋଲି ଭଲ ପିଲାମାନେ ମଧ୍ୟ ଆଇରେ ଫସି ଯାଉଛନ୍ତି। ବାସ୍ ମୁଁ ଏତିକି ହିଁ କହିବା ପାଇଁ ଚାହୁଁଛି ସାଙ୍ଗମାନେ। ଆକ୍ଚୁଆଲି ମୋ ଦେହ ମଧ୍ୟ ଭଲ ନାହିଁ। ଯଦି କିଛି ଭୁଲ ଯଦି ହେଇଯାଇଥିବ ତାହେଲେ ମତେ କ୍ଷମା କରିଦିଅ। ରହିଲି, ସମସ୍ତଙ୍କୁ ଜୟ ଜଗନ୍ନାଥ।